ତାଙ୍କର ୱିକେଟ୍ ପଡ଼ି ପଡ଼ିକା ଚାଲିଛି ଆହୁରି ପଡ଼ିବ ଆଉ 3-4ଟା ଖଣ୍ଡେ ପଡ଼ିବ ଦେଖନ୍ତୁ ଅପେକ୍ଷା କର ସମୟ କହିବ ମୁଁ ଗୋଟିଏ କଥା କହୁଛି ତାଙ୍କର ୱିକେଟ୍ ପଡ଼ି ପଡ଼ିକା ଚାଲିଛି ଆହୁରି ପଡ଼ିବ ଆଉ 3-4ଟା ଖଣ୍ଡେ ପଡ଼ିବ ଦେଖନ୍ତୁ ଅପେକ୍ଷା କର ଅଲ୍ ଆଉଟ୍ ହେଇଯିବେ ହେଇପାରନ୍ତି ନା 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 ଦଳକୁ ଆସିବାର କାରଣ ହେଉଛି ଦୀର୍ଘ 24 ବର୍ଷ ପରେ ବିଜେପି ଗଭର୍ଣ୍ଣମେଣ୍ଟ ଆଇଲା ପରେ ଯେଉଁ ବହୁମୁଖୀ କାର୍ଯ୍ୟକ୍ରମ ସେଗୁଡ଼ିକ ଆମର ଆମ ମୁଖ୍ୟମନ୍ତ୍ରୀ ମାନେ 2 ବର୍ଷ ଭିତରେ ତାକୁ ଜୁନ 12 ତାରିଖରେ ପୂରିବ 2 ବର୍ଷ ଯାହା ପ୍ରତିଶ୍ରୁତି ଦେଇଥିଲୁ 75% ପୂରଣ ହେଲାଣି ଆହୁରି ବି ହବ ଆହୁରି ଲୋକଙ୍କର ଆଗ୍ରହ ବଢୁଛି ବିଜେପି ପ୍ରତି ଲୋକ 24 ବର୍ଷ ଦେଖିଲେ ବିଜେଡି ଗଭର୍ଣ୍ଣମେଣ୍ଟକୁ ଏବେ ଆମର 2 ବର୍ଷ ଦେଖିଲେ 24 ବର୍ଷ ବନାମ 2 ବର୍ଷ ରିପୋର୍ଟ କାର୍ଡ ମଧ୍ୟ ମୁଖ୍ୟମନ୍ତ୍ରୀ 12 ତାରିଖ ଦିନ ଘୋଷଣା କରିବେ କାଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅପରାଧ ପାଇଁ କଠୋର ହୁଅ ନିଶ୍ଚିତ କୋଉଠି ନା କୋଉଠି ରାଜ୍ୟର ଅପରାଧ ବଢିଛି ସେଟା ଗୋଟେ ନ୍ୟାଚୁରାଲ ପ୍ରୋସେସ ଗୋଟେ ଅପରାଧଟା ହେଉଛି ଗୋଟେ ନ୍ୟାଚୁରାଲ ପ୍ରୋସେସରେ ହବ ଆମେ ଚାହୁଁଛୁ କେମିତି ଓଡ଼ିଶାଟା ହଉଥିଲା କ'ଣ ଇଲିଗାଲ କାମ ମର୍ଡର ଫଡର ଚାରିଆଡେ ବର୍ତ୍ତମାନ 2 ବର୍ଷ ଭିତରେ ଶାନ୍ତ ପରିବେଶ ହେଇଛି 2 ବର୍ଷ ଭିତରେ କ'ଣ ବିକାଶମୂଳକ କାମ ହୋଇଛି ଆପଣ ବିରୋଧୀ କରୁଛନ୍ତି କିଛି ନା କେବଳ ରଙ୍ଗ ମାରିଛନ୍ତି